ପାରଦ ଖସୁଥିବା ବେଳେ ଜାଡ଼ରେ ଥରୁଛି ସମଗ୍ର ଓଡ଼ିଶା। ହାଡ଼ଭଙ୍ଗା ଶୀତ କହିଲେ ସମସ୍ତେ ଜାଣନ୍ତି ଓଡ଼ିଶାର କାଶ୍ମୀର କହୁଥିବା କୋରାପୁଟକୁ। ତ ଆମେ ବର୍ତ୍ତମାନ ଅଛୁ କୋରାପୁଟର ଶିଳ୍ପାଞ୍ଚଳ ଦାମନଯୋଡ଼ି ଅଞ୍ଚଳରେ। ବର୍ତ୍ତମାନ ସମୟ 7:30 ଉପରେ ହେଇଯାଇଥିଲେ ବି ବର୍ତ୍ତମାନ ଏଇଠାର ତାପମାତ୍ରା 5 ଡିଗ୍ରୀ ରହିଛି। ତ ଆମେ ଆଜି କିଛି ବ୍ୟକ୍ତିବିଶେଷଠୁ ସେ ସ୍ଥାନୀୟ ବାସିନ୍ଦାଙ୍କଠୁ ପଚାରି ବୁଝିବା ଯେ କିଭଳି ରହିଛି ଥଣ୍ଡାର ଅନୁଭୂତି। ଆଜ୍ଞା ଦେଖିବା ବର୍ତ୍ତମାନ ଖରା ବାହାରି ପଡ଼ିଥିଲେ ସୂର୍ଯ୍ୟ ବାହାରିଥିଲେ ବି ବର୍ତ୍ତମାନ ଆମେ ଦେଖିବା 5 ଡିଗ୍ରୀ ରହିଛି ଦାମନଯୋଡ଼ି ଅଞ୍ଚଳରେ ଥଣ୍ଡା। ତ ଆପଣ ଏଠାରେ ରହୁଛନ୍ତି, ବର୍ତ୍ତମାନ ମର୍ଣ୍ଣିଂ ୱାକ୍ରେ ଯାଇଥିଲେ ଫେରୁଛନ୍ତି, ତ କିଭଳି ରହିଛି ଆପଣଙ୍କର ଅନୁଭୂତି? ଦେଖନ୍ତୁ ଏଇ ବର୍ଷ ସବୁଠାରୁ କୋରାପୁଟ ଜିଲ୍ଲା ଆମ ଦାମନଯୋଡ଼ି ଅଞ୍ଚଳରେ ଶୀତର ପ୍ରଭାବ ବଢ଼ିଯାଇଛି। ଆମେ ଦେଖୁଥିଲୁ ମାନେ ଏଇ 5-6 ବର୍ଷ ପୂର୍ବରୁ ଯାହା ଥଣ୍ଡା ଥିଲା ଏଇ ବର୍ଷ ତାଠୁ ଦ୍ୱିଗୁଣିତ ହେଇଯାଇଛି ଥଣ୍ଡା। ସକାଳୁ ବାହାରିଲା ବେଳକୁ ପୁରା ହାତ ଗୋଡ଼ ମାନେ ଆଉ କାମ କରୁନାହିଁ, ଚାଲି ବି ହେଉନାହିଁ। ତ ଆଜି ଏବେ ଖରା ବି ପଡ଼ିଲାଣି ତଥାପି ଶୀତ କମି ନାହିଁ। ତଥାପି ଆମେ ଯେଉଁ ମର୍ଣ୍ଣିଂ ୱାକ୍ ଟିକେ କଲେ ଭଲ ଲାଗୁଛି ବୋଲି ସକାଳୁ ଟିକେ ବୁଲାବୁଲି କରିକି ଆସୁଛୁ। ଏଭଳି ପରିସ୍ଥିତି ବର୍ତ୍ତମାନ କୋରାପୁଟ ଜିଲ୍ଲାରେ। ବର୍ତ୍ତମାନ ଆମେ ଆଉ ଜଣଙ୍କଠୁ ବୁଝିବା କିଭଳି ତାଙ୍କର ଅନୁଭୂତି ରହିଛି। ଦୀର୍ଘ 30 ବର୍ଷ ପୂର୍ବରୁ ଯେଉଁ ପ୍ରକାର ମାନେ ଥଣ୍ଡା ପ୍ରକୋପ ହେଉଥିଲା, ଆଉ ଏ ମଝିରେ ଆମେ ସେ ସବୁ ଅନୁଭବ କରୁନଥିଲୁ। କିନ୍ତୁ ଏ ବର୍ଷ 2025-26ରେ ଯେଉଁ ଭଳିଆ ଥଣ୍ଡା ଆମେ ମାନେ ଅନୁଭବ କରୁଛୁ ତାହା ଜୀବନରେ ମାନେ ବହୁତ ଆମମାନଙ୍କୁ ମାନେ କେବେ ଭୋଗ କରିନଥିଲୁ। ହାଡ଼ଭଙ୍ଗା ଶୀତ, ଆମେ ଯାଉଥିଲୁ ମର୍ଣ୍ଣିଂ ୱାକ୍ ହେଲେ ମଧ୍ୟ ଆମେ ହ୍ୟାଣ୍ଡ ଗ୍ଲୋଭ୍ସ ଏସବୁ ପିନ୍ଧିଛୁ, ତଥାପି ଏବେ ପର୍ଯ୍ୟନ୍ତ ଥଣ୍ଡା କମୁନାହିଁ ଆଜ୍ଞା। ଏଇ ପ୍ରକାର ଭାବରେ ଆମେ ଜୀବନ କାଟୁଛୁ। ହଁ ଦେଖିବା, ତାଙ୍କେ ବି କହୁଥିଲେ କିଭଳି ରହିଛି ଥଣ୍ଡା। ବର୍ତ୍ତମାନ ଖରା ପଡ଼ିଥିଲେ ବି ବର୍ତ୍ତମାନ 5 ଡିଗ୍ରୀ ରହିଛି। ତେଣୁ ଆଉ ଜଣେ ବ୍ୟକ୍ତିବିଶେଷ ଆମ ସହିତ ରହିଛନ୍ତି, ତାଙ୍କଠୁ ବି ପଚାରି ବୁଝିବା। ତାଙ୍କେ ନାଲ୍କୋରେ କାର୍ଯ୍ୟରତ ଅଛନ୍ତି, କିଭଳି ତାଙ୍କର ଅନୁଭୂତି ରହିଛି। ଦୀର୍ଘ ବର୍ଷରୁ ଏ ବର୍ଷ ଅଧିକା ଥଣ୍ଡା 2 ଡିଗ୍ରୀ ପର୍ଯ୍ୟନ୍ତ ଆସିଥିଲା। ଆଉ ସକାଳୁ ଆମେ ମର୍ଣ୍ଣିଂ ୱାକ୍ ଯାଉଛୁ, ଏମିତି ଥଣ୍ଡା ଏତେ ବର୍ଷ ହେଲା ଆମେ ଜାଣିନଥିଲୁ। ବର୍ତ୍ତମାନ ଯେଉଁ ଥଣ୍ଡା ହେଉଛି ବହୁତ କଷ୍ଟ ହେଉଛି ଲୋକଙ୍କୁ। କହିପାରିବା କି ଏଇଟା କୋରାପୁଟିଆ ଶୀତ ଯେଉଁ କହନ୍ତି? କୋରାପୁଟିଆ ଶୀତ ଆଗରୁ ଥିଲା, ବର୍ତ୍ତମାନ ବି ସେଇ ଶୀତ ଦେଖାଯାଉଛି। କେତେ ବର୍ଷ ପରେ ଫେରିଛି ବୋଲି ଆପଣ ଭାବୁଛନ୍ତି? ଏଇଟା ଦୀର୍ଘ ବର୍ଷ ପରେ, 10-15 ବର୍ଷ ପରେ ଏଇ ଥଣ୍ଡା ଅଧିକା ହେଇଛି। ହେଲେ ଆପଣ କେତେଟାରେ ମର୍ଣ୍ଣିଂ ୱାକ୍ ଯାଉଥିଲେ କିମ୍ବା ବିଳମ୍ବରେ ଯାଉଛନ୍ତି କି କେମିତି? ଏବେ ବିଳମ୍ବ ହେଉଛି। ଆଗରୁ 5ଟା ଅଧେରେ ଯାଉଥିଲୁ, ଯେତେବେଳେ 2 ଡିଗ୍ରୀ ଦେଖିଲୁ ତାପରେ 6ଟା କଲୁ, ଏବେ 6ଟା ଅଧେରେ ବାହାରୁଛୁ। ବର୍ତ୍ତମାନ ଆମେ ଦେଖୁଥିଲେ ସ୍ଥାନୀୟ ଅଞ୍ଚଳ ଯେଉଁ ବାସିନ୍ଦା ଥିଲେ କିମ୍ବା ଏମ୍ପ୍ଲୟି ଥିଲେ, ତାଙ୍କର ଅନୁଭୂତି ସେ ତାଙ୍କର ଅନୁଭୂତି ବଖାଣୁଥିଲେ ଯେ କିଭଳି ରହିଛି ଦାମନଯୋଡ଼ି ଶିଳ୍ପାଞ୍ଚଳର ଥଣ୍ଡା। ଆମେ ଯଦି ଦେଖିବା 2 ଦିନ ହେଲା ପାରଦ ଖସୁଥିବା ବେଳେ ଜାଡ଼ରେ ଥରୁଛି ସମଗ୍ର ଓଡ଼ିଶା। ତ ବର୍ତ୍ତମାନ କୋରାପୁଟର ସର୍ବନିମ୍ନ ତାପମାତ୍ରା ରହୁଥିବା ଦାମନଯୋଡ଼ି ଅଞ୍ଚଳର ବର୍ତ୍ତମାନ 2 ଘଣ୍ଟା ପୂର୍ବରୁ ଆମେ ଦେଖୁଥିଲେ 3ରୁ 4 ଡିଗ୍ରୀ ରହିଥିଲା। ପାଣିପାଗ ବିଭାଗ ସୂଚନା ଅନୁସାରେ ଆମେ ଯଦି କହିବା ଆହୁରି 4 ଦିନ ଥଣ୍ଡା ରହିପାରେ। କୋରାପୁଟ ଦାମନଯୋଡ଼ି ଶିଳ୍ପାଞ୍ଚଳରୁ ଉତ୍ତମ ନାୟକ, କଳିଙ୍ଗ ଟିଭି।